ମନୁଷ୍ୟମାନେ ଆଜି ଅନେକ ସମୟରେ ଭାବନ୍ତି କି ଖ୍ରୀଷ୍ଟିଆନ ମାନେ ହତ ହୁଅନ୍ତୁ, ଖ୍ରୀଷ୍ଟିଆନ ମାନଙ୍କର ସଂଖ୍ୟା ନ ବଢ଼ୁ, ଖ୍ରୀଷ୍ଟିଆନ ମାନଙ୍କୁ ଆମେ ତାଡ଼ନା ପ୍ରାପ୍ତ କଲେ ସେମାନେ ଭୟଭୀତ ହୋଇ ସୁସମାଚାରକୁ ବନ୍ଦ କରନ୍ତି। ହେଲେ ଯେତିକି ବି ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନା ହେଲେ ମଧ୍ୟ ଏ ପୃଥିବୀରେ ରୋମ ସାମ୍ରାଜ୍ୟ ଠାରୁ ଆଜିର ଯୁଗକୁ ଆମେ ଦେଖିବା ତ କେହି ମଧ୍ୟ ଅଟକାଇ ପାରିନାହାନ୍ତି। କାରଣ କ'ଣ ପାଇଁ? ବାଇବଲର ପ୍ରଚାରକୁ ଅନେକ ସମୟରେ ସେମାନେ ଏ ଜଗତର ଲୋକମାନେ କ'ଣ କରିଛନ୍ତି? ନିଷେଧ କରିଛନ୍ତି। ତଥାପି ମଧ୍ୟ ଆଜି ଅଧିକରୁ ଅଧିକତର ଉଚ୍ଚତର କ'ଣ ପାଇଁ? ତାହା ଯେ କେବଳ ଈଶ୍ୱରଙ୍କ ସ୍ୱର ସେଠି ପାୱାର ଅଛି, ସେଠି ପରମେଶ୍ୱରଙ୍କର ମହାନତା ଅଛି, ସେଠି ପରମେଶ୍ୱରଙ୍କର ମହାନତା ବିଷୟ ଅଛି। ସେଥିପାଇଁ ଆଜି କେହି ମଧ୍ୟ ସେହି ସତ୍ୟକୁ ଅଟକାଇ ପାରିବେ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ଆପଣମାନେ ଭଲରେ ବୁଝୁଛନ୍ତି, ଏହା ମୋର ଆଶା। ସେହି ପ୍ରକାର ଆଜି ଈଶ୍ୱରଙ୍କର ବାକ୍ୟ ଉପଦେଶ ପୁସ୍ତକ 10 ପର୍ବ ତାର 8 ପଦରେ ଜ୍ଞାନୀ ସଲମନ ଏ ପ୍ରକାର ଲେଖନ୍ତି କି ଯେ ଗର୍ତ୍ତ ଖୋଳେ ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ବେଡ଼ା ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ। ଆଜି ଅନେକ ଖ୍ରୀଷ୍ଟିଆନରେ ମଧ୍ୟ ଯେଉଁମାନେ ତାଡ଼ନା କରିଥିଲେ ସେମାନେ ହିଁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପରିଚୟ ପାଇଛନ୍ତି। ଆମେ ବାଇବଲରେ ଆମେ ତାକୁ ଦେଖିପାରିବା। ଆଜି ମୋ ପ୍ରିୟମାନେ, ଈଶ୍ୱରଙ୍କର ବାକ୍ୟକୁ କେବେ ମଧ୍ୟ ପ୍ରଚାର କରିବା ପାଇଁ ବନ୍ଦ କରନ୍ତୁ ନାହିଁ। ଏହା ଆମେ ଯଦି ସମସ୍ତେ ଶୁଣୁଛୁ ଆଉ ଆମେ ଯେତିକି ବି ପ୍ରଭୁଙ୍କୁ ଜାଣିଛୁ ସେମାନେ ସମସ୍ତେ ଆମେ ପ୍ରଚାର କରିପାରିବା। ଜଗତରେ ଥିବା ପର୍ଯ୍ୟନ୍ତ ଈଶ୍ୱର ସମସ୍ତଙ୍କ ପାଇଁ ଏହା ଅଧିକାର ଦେଇଅଛନ୍ତି। ଆମେ ଏହାକୁ ତାଙ୍କରି ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଆମେ ଭାଗିଦାରୀ ହେବା ଆବଶ୍ୟକ ଅଟେ। ଆମେ ପୁରାତନ ବିଷୟରେ ବି ଦେଖୁଛୁ, ଆମେ ନୂତନ ବିଷୟରେ ବି ଆମେ ଦେଖୁଛୁ। ନୂତନ ନିୟମରେ ଯାହା ବି ଲେଖାଯାଏ ସେଟା ଆମେ ସାଉଲଙ୍କ ବିଷୟରେ ଯାଉଛୁ, ଯାହାକି ପ୍ରେରିତ ପାଉଲ ବୋଲି ଆମେ ଜାଣୁଅଛୁ। ସେ ଯେ ଅନେକଙ୍କର ତାଡ଼ନ କର୍ତ୍ତା ଥିଲେ ସତ୍ୟ, କିନ୍ତୁ ଯେତେବେଳେ ପରମେଶ୍ୱର ତାଙ୍କୁ ଧରିଲେ ସେ ଯେ ଈଶ୍ୱରଙ୍କ ପାଇଁ ଜୀବନ ଦେବା ପାଇଁ ମଧ୍ୟ କୌଣସି ପ୍ରକାର ଭୟ କରୁନାହାନ୍ତି। ଏଠାରେ ଆମେ ଦେଖୁଛୁ ଯେ ଗର୍ତ୍ତ ଖୋଳେ ସେ ତହିଁରେ ପଡ଼ିବ। ଆଜି ଆମମାନଙ୍କର ପାଖରେ ଶାନ୍ତିଦାତା ଈଶ୍ୱର ଶାନ୍ତିର ସନ୍ଦେଶ ଦେଇଛନ୍ତି। ସେହି ଶାନ୍ତିର ସୁସମାଚାରକୁ ଆମେ ମନେ ରଖିବା ଉଚିତ। ଆଉ ସେହି ପ୍ରକାର ସେମାନେ ଆମମାନଙ୍କ ପାଇଁ ତାଡ଼ନା ଯଦି ଆଣୁଛନ୍ତି, ସେମାନଙ୍କ ପାଇଁ କୌଣସି ପ୍ରକାର ଆମେ ତାଡ଼ନା କରିବା ନାହିଁ। ଏହା ଆମ ପରମେଶ୍ୱର ଆମକୁ ଶିଖାନ୍ତି। ତ ଆମ ପାଖରେ ଅହଙ୍କାର ଆସିଲେ ଆମେ ସେହି ଅହଙ୍କାରରେ ପଡ଼ିଯିବା, ସେହି ବିଷୟ ଆମକୁ ଏଠାରେ ବୁଝାଯାଉଛି। ଯେଉଁ ଲୋକ ଗୋଟେ ବେଡ଼ାକୁ ଯଦି ଭାଙ୍ଗିବ, ସେଠାରେ ଗୋଟେ ସାପ ଆସିବ ଆଉ କାମୁଡ଼ି ଦେବ। ସେ ପ୍ରକାର ଆମମାନଙ୍କ ପାଇଁ ଯଦି ଲୋକମାନେ ତାଡ଼ନା ଆଣନ୍ତୁ, ସେମାନଙ୍କୁ ମାରିବା ପାଇଁ ଏକ ପରମେଶ୍ୱର ଅଛନ୍ତି। ସେ ଯେ ଆମମାନଙ୍କର ଜୀବିତ ପରମେଶ୍ୱର ଅଛନ୍ତି। ମୋ ପ୍ରିୟମାନେ, ଆମେ କଦାପି କାହାକୁ ଭୟ କରିବା ନାହିଁ। ଆସନ୍ତୁ ଏ ସମୟରେ ଆମେ ଏହି ବାକ୍ୟକୁ ସଦାପ୍ରଭୁଙ୍କ ହସ୍ତରେ ସମର୍ପଣ କରିବା। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।